ପ୍ରଭୁ ଆଜି ଆମମାନଙ୍କୁ ସୁନ୍ଦର ଦେଇଛନ୍ତି, ସୁନ୍ଦର ସକାଳ ତାଙ୍କର ଗୌରବ ହଉ। ଆମେ ଜୀବନରେ ବଞ୍ଚିବା ପାଇଁ ଯୋଗ୍ୟ ନୁହଁ, ତଥାପି ସେ ଆମମାନଙ୍କ ଜୀବନ ପାଇଁ ଏକ ଆଶୀର୍ବାଦ କରିଛନ୍ତି। ଆଉ ଆମମାନଙ୍କୁ ଏ ସୁନ୍ଦର ଦିନ ଦେଇଛନ୍ତି, ସେଥିପାଇଁ ତାଙ୍କର ମହାନାମର ଗୌରବ ହଉ। ସଦାପ୍ରଭୁ ସବୁବେଳେ ଆମମାନଙ୍କ ପ୍ରତି ମନୋଯୋଗୀ ଅଟନ୍ତି। ଗୀତ ସଂହିତା ତାର ଲେଖାଯାଏ, ଗୀତ ସଂହିତା 112 ସଦାପ୍ରଭୁ ଆମମାନଙ୍କ ପ୍ରତି ମନୋଯୋଗୀ ଅଟନ୍ତି। ହୁଏତ ବେଳେ ବେଳେ ଆମେ ତାଙ୍କୁ ଭୁଲି ଯାଉ, କିନ୍ତୁ ସେ ଆମକୁ କେବେ ବି ଭୁଲନ୍ତି ନାହିଁ। ଆଜି ଏବେ ନୂଆ ଦିନ ଦେଇଛନ୍ତି, ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ। ଆଜିର ଅଳ୍ପ ସମୟର ଧ୍ୟାନ ପାଇଁ ଆମେ ପ୍ରଭୁଙ୍କ ବାକ୍ୟରୁ ଦେଖିବା। ମୋ ସହିତ ଖୋଲନ୍ତୁ ଆଉ ଜଏଲ ପୁସ୍ତକ ଆଉ ତାର 112 କେତେ ସାର୍? ଗୀତ ସଂହିତା 15-12 ପଢନ୍ତୁ 15 ଦିଦି। 15-12 ଗୀତ ସଂହିତା 15-12 ଗୀତ ସଂହିତା 15-12 115 ଗୀତ ସଂହିତା 115-12 ପଦ। ସଦାପ୍ରଭୁ ଆମମାନଙ୍କ ବିଷୟରେ ମନୋଯୋଗୀ ହୋଇଅଛନ୍ତି। ସେ ଆମମାନଙ୍କୁ ଆଶୀର୍ବାଦ କରିବେ। ସେ ଇସ୍ରାଏଲ ବଂଶକୁ ଆଶୀର୍ବାଦ କରିବେ। ସେ ହାରଣ ବଂଶକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ଆମମାନଙ୍କ ପ୍ରତି ମନୋଯୋଗୀ ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଈଶ୍ୱରଙ୍କର ବାକ୍ୟରେ ଲେଖାଯାଏ ଯେ ତାଙ୍କ ସୃଷ୍ଟି ପ୍ରତି ସେ ମନୋଯୋଗୀ ଅଟନ୍ତି, ତାଙ୍କ ଲୋକମାନଙ୍କ ପ୍ରତି ସେ ମନୋଯୋଗୀ ଅଟନ୍ତି। ଆଉ କିଏ ମନୋଯୋଗୀ ହୁଅନ୍ତୁ କି ନୁହନ୍ତୁ, ଯୋଉମାନେ ସଦାପ୍ରଭୁଙ୍କର ଚରଣରେ ରହନ୍ତି ସେମାନଙ୍କ ପ୍ରତି ସେ ମନୋଯୋଗୀ ଅଟନ୍ତି। ସେଥିପାଇଁ ଆଜି ସକାଳେ ଆମେନ୍। ଆପଣଙ୍କୁ ମୋତେ ଆଉ ଏ ସମୟ ଦେଇଛନ୍ତି ଯେ ଆମମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା। ଆଜିର ଯୋଉ ବାକ୍ୟ ଆମେନ୍। ଆମମାନେ ପାଠ ହାଲେଲୁୟା। କଲୁ ଆଉ କିଛି ଅଂଶ ପାଠ କରିବା। ସଦାପ୍ରଭୁ ଆମମାନଙ୍କର ହଜିଯିବା ସମୟକୁ ଫେରେଇ ଦେବେ। ସଦାପ୍ରଭୁ ଆମମାନଙ୍କର ହଜିଯିବା ଆଶୀର୍ବାଦକୁ ଆମମାନଙ୍କୁ ଫେରେଇ ଦେବେ। ହରେଇଥିବା ଆଶୀର୍ବାଦକୁ ଆମମାନଙ୍କୁ ଫେରେଇ ଦେବେ। ଆମମାନେ ଯେତେବେଳେ ଜଏଲ ପୁସ୍ତକ ତାର 2 ଅଧ୍ୟାୟକୁ ଦେଖୁ, 21-26 ପଦରେ ଲେଖାଯାଏ ଯେ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ କହୁଛନ୍ତି, ହେ ଇସ୍ରାଏଲ ଲୋକମାନେ, ତୁମମାନେ ଯାହା ଯାହା ହରେଇଛ, ତୁମମାନେ ଯାହା ଯାହା ତୁମମାନଙ୍କ ଜୀବନ ମଧ୍ୟରେ ଆଶୀର୍ବାଦରୁ ବିମୁଖ ହେଇଛ, ସେ ସବୁ ଆମେ ତୁମକୁ ଫେରେଇ ଦେବା। 26 ପଦ ଆଉ ଯେତେବେଳେ ଆମେ ପଢିବା, ସେତେବେଳେ ଲେଖାଯାଏ ଜଏଲ 2026 ପଦ, 25 ପଦ ଆଉ 24 ପଦ ମଧ୍ୟ 21-26 ପଦ ଭିତରେ ଗୁଡାଏ ଗୁରୁତ୍ୱପୂର୍ଣ୍ଣ କଥା ଲେଖାଯାଏ। କିନ୍ତୁ ବିଶେଷ କରି 25 ପଦରେ ଆମେ ଯେତେବେଳେ ଦେଖୁଛୁ, ସେ ଜାଗାରେ ଲେଖାଯାଏ, 25 ପଦ କେହି ଜଣେ ପଢି ଦିଅନ୍ତୁ, ଜଏଲ 2:25। ଆଉ ଆମେ ତୁମମାନଙ୍କ ମଧ୍ୟରୁ ଆପଣାର ଯେଉଁ ମହାସୈନ୍ୟ ଦଳ ଅର୍ଥାତ୍ ପଙ୍ଗପାଳ, ପତଙ୍ଗ, ଭୃଗୁରିଆ ଓ ଶୁକ କୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟ ଦେଇ ଖାଇଅଛନ୍ତି ତାହା ଆମେ ତୁମମାନଙ୍କୁ ଫେରାଇ ଦେବା। ଆଉ ପଙ୍ଗ 25 ନମ୍ବର ପଦରେ ଲେଖା ଅଛି, ତହିଁରେ ତୁମେ ମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ ଓ ଯେ ତୁମମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି, ତୁମେମାନେ ସେଇ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ। ହାଲେଲୁୟା। ଆମେନ୍। ତେବେ ଆମେ ଏଠି ଦେଖୁଛୁ, ଆଉ ବିଶେଷ କରି 25 ପଦରେ ଆଉ ଶତ୍ରୁ ଅର୍ଥାତ୍ ପଙ୍ଗପାଳ, ପତଙ୍ଗ, ଭୃଗୁରିଆ ଓ ଶୁକ କୀଟ ସଦାପ୍ରଭୁ ପଠେଇଥିଲେ ଇସ୍ରାଏଲ ଲୋକମାନଙ୍କର। ସମସ୍ତ ଶସ୍ୟ ନଷ୍ଟ ହେଇଯାଇଥିଲା। ସେମାନଙ୍କ ପାଖରେ ଭବିଷ୍ୟତ ନଥିଲା, ଆଶା ନଥିଲା, ଭରସା ନଥିଲା। କିନ୍ତୁ ଆମେ ଯେତେବେଳେ ଦେଖୁଛୁ ସେ ଅନୁତାପ ପାଇଁ ସେ କହନ୍ତି, ଜଏଲ ଭବିଷ୍ୟତଙ୍କ ମାଧ୍ୟମରେ ସେମାନେ ଉପବାସ ପାଇଁ ସେ କହନ୍ତି, ଯେତେବେଳେ ସେମାନେ ଅନୁତାପ କଲେ, ଉପବାସ କଲେ, ପ୍ରାର୍ଥନା କଲେ, ସେତେବେଳେ ସଦାପ୍ରଭୁ ସେମାନଙ୍କର ହରେଇଥିବା
ଦିନକୁ ଫେରେଇ ଦିଅନ୍ତି। ଆଉ ଆମେନ୍। ତାଙ୍କ ବିଲରେ ଅର୍ଥାତ୍ ତାଙ୍କ କ୍ଷେତରେ ଗୁରୁଗୁରିଆ ପୋକ ଯିବ ନାହିଁ, ତାଙ୍କ କ୍ଷେତରେ ପଙ୍ଗପାଳ ଯିବ ନାହିଁ, ପତଙ୍ଗ ଯିବ ନାହିଁ, ଶୁକ କୀଟ ଯିବ ନାହିଁ, ସେ ସବୁ ସେ ଫେରେଇ ଦେବେ। ଉଦାହରଣ ସ୍ୱରୂପ ଆପଣ ପଶ୍ଚିମ ଓଡିଶାର ଲୋକମାନେ ସମସ୍ତେ ଚାଷୀ, ଯଦି କ୍ଷେତରେ କୌଣସି ପ୍ରକାର ପୋକ ପଡୁଛି, କୌଣସି ପ୍ରକାର ଆଉ ଏଇ ପତଙ୍ଗ ବା ଏଇ ପଙ୍ଗପାଳ ସବୁ ଯାଉଛନ୍ତି ଖାଉଛନ୍ତି, ସେତେବେଳକୁ ଚାଷୀ ଚିନ୍ତିତ ହେଇଯାଏ, କେମିତି ବଞ୍ଚିବି, କଣ କରିବି, ଏତେ ଔଷଧ ଦେଲା ପରେ ମଧ୍ୟ ଆଉ ଆକୁ ମୁଁ ପାଇଲି ନାହିଁ। କିନ୍ତୁ ଈଶ୍ୱର ତାକୁ ସଜୀବ କରନ୍ତି, ଯେତେବେଳେ ଈଶ୍ୱରଙ୍କ ହସ୍ତରେ ସେ ସମର୍ପିତ ହୁଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ଯୋଉ ଅଂଶ ଆମେ ପାଠ କଲୁ, ଇସ୍ରାଏଲ ଲୋକମାନେ ତାଙ୍କ ହଜିଥିବା ବର୍ଷ ସବୁକୁ ଫେରି ପାଇଲେ। କୋଉ ମାଧ୍ୟମରେ ଫେରି ପାଇଲେ? ଉପବାସ ମାଧ୍ୟମରେ ଫେରି ପାଇଲେ। ସେମାନେ ଉପବାସ କଲେ, ପ୍ରାର୍ଥନା କଲେ, ସମର୍ପିତ ହେଲେ, ଆଉ ସେଇ ମାଧ୍ୟମରେ ପ୍ରଭୁଙ୍କର ସମସ୍ତ ଆଶୀର୍ବାଦ ସେମାନେ ଫେରି ଆଇଲେ। ତେବେ ଆମେ ଆଶୀର୍ବାଦକୁ ଫେରି ଆସିବା ପାଇଁ ହେଲେ ଆମେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାକୁ ପଡିବ, ଉପବାସ କରିବାକୁ ପଡିବ। ସଦା ପ୍ରଭୁ ସମାନ ଭାବରେ ସବୁଦିନ ଆମକୁ ରଖିବେ ନାହିଁ। ଯେତେବେଳେ ଆମେ ଅନୁତାପ କରି ଫେରି ଆସୁ, ସଦାପ୍ରଭୁ ଆମମାନଙ୍କର ବର୍ଷକୁ ପୁନର୍ବାର ଫେରେଇ ଦେବେ, ଆମମାନଙ୍କର ଆଶୀର୍ବାଦକୁ ପୁନର୍ବାର ଫେରେଇ ଦେବେ, ତାଙ୍କର ଅନୁଗ୍ରହକୁ ପୁନର୍ବାର ଫେରେଇ ଦେବେ। ଆମେ ଯେତେବେଳେ ହଜି ଯାଇଥିବା ପୁଅର କଥା ଦେଖୁଛୁ, ଅପବ୍ୟୟର ପୁତ୍ର କଥା, ସେ ତାର ସମୟରେ ଯଥେଷ୍ଟ ଆମୋଦ ପ୍ରମୋଦ କଲା, କିନ୍ତୁ ସେ ଦୁଃଖ ସହିଲା। ସବୁ ସରିଗଲା ପରେ, ବାପାଙ୍କ ନିକଟରେ ଗଲା ପରେ ଯଥେଷ୍ଟ ଥିଲା, ପଙ୍ଗପାଳ ମାନେ ଖାଇଦେଲେ ତାକୁ, ଗଲା ପରେ ତା ସାଙ୍ଗସାଥି ମାନେ ଖାଇଦେଲେ, ଗୁରୁଗୁରିଆ ପକ୍ଷୀ ମାନେ ଖାଇଦେଲେ ତାର ସମସ୍ତ ସମ୍ପତ୍ତିକୁ, ପତଙ୍ଗ ଖାଇକି ଦେଲେ, ଶୁକ କୀଟ ଖାଇଦେଲେ, ଯେତେ ମଧୁଆ ବେଦୁଆ ସାଙ୍ଗସାଥି ଥିଲେ ତାଙ୍କ ସାଙ୍ଗ ମିଶି ବାପାଙ୍କର ସମ୍ପତ୍ତି ନଷ୍ଟ କରିଦେଲା। ନୂଆ ଆଶୀର୍ବାଦ ପାଇବା ପାଇଁ ରାସ୍ତା ନାହିଁ, ବାଟ ନାହିଁ, ଅନ୍ଧାର ଦିଶୁଛି। ସେ ସେତେବେଳେ ଚେତନା ପାଇଲା, ଯେତେବେଳେ ଚେତନା ପାଇଲା ସେ ଆପଣା ବାପାଙ୍କ ଘରକୁ ଫେରିଗଲା, ହଜି ଯାଇଥିବା ଜୀବନକୁ ଫେରି ପାଇଲା। ଆମେ ଯଦି ଲୋକଲିଖିତ ସୁସମାଚାର 15 ଅଧ୍ୟାୟର 17 ପଦକୁ ପାଠ କରିବା, ସେଠାରେ ଲେଖାଯାଏ, କେହି ଜଣେ ପଢି ଦିଅନ୍ତୁ। କେତେ ସାର୍? ଲୁକ 15ର 17 ପଦ, 17 18 2 ପଦ ପଢି ଦିଅନ୍ତୁ। ମାତ୍ର ସେ ଚେତନା ପାଇ କହିଲା, ମୋହର ବାପାଙ୍କ କେତେ ମୂଲ୍ୟାଙ୍କର ଖାଦ୍ୟ ବଳି ପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ମୁଁ ଉଠି ମୋହର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ତୁମ ଦୃଷ୍ଟିରେ ମୁଁ ପାପ କଲି। ରାଇଟ, ତାର ସମୟକୁ ସେ କହିଲା, କଷ୍ଟ ପାଇଲା, ଯେତେ ସବୁ ଥିଲା ସେ ହରେଇଲା, କିନ୍ତୁ ଯେତେବେଳେ ସେ ଚେତନା ପାଇଲା, କହିଲା, ମୁଁ ରାଜାଙ୍କର ପୁଅ, ମୁଁ ରାଜା ମାନଙ୍କର ରାଜାଙ୍କର ପୁଅ, ମୋ ବାପାଙ୍କର ପୁଅ, ମୋ ଧନୀଘର ପୁଅ, ମୋ ବାପାଙ୍କ ପାଖରେ ଯଥେଷ୍ଟ ସବୁ କିଛି ଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ଚେତନା ଯେତେବେଳେ ପାଇଲା, ସେ ବାପାଙ୍କ ନିକଟକୁ ଫେରି ଯିବା ପାଇଁ ଇଚ୍ଛା କଲା। ରେଷ୍ଟୋରେସନ, ପୁନଃସ୍ଥାପିତ ହେବା ପାଇଁ ହେଲେ ଆମମାନଙ୍କୁ ପ୍ରସ୍ତୁତି ଦରକାର, ପ୍ରଭୁଙ୍କ ପାଖକୁ ଫେରି ଯିବା ଦରକାର। ଆମ ଜୀବନରେ କିଛି ତ୍ରୁଟି ଅଛି, ଦୋଷ ଅଛି, ଛୋଟିଆ ଛୋଟିଆ ଭୁଲ ଅଛି, ଆମେ ଯେତେବେଳେ ପାପ ସ୍ୱୀକାର କରି ପ୍ରଭୁଙ୍କ ନିକଟକୁ ଫେରି ଯାଉ, ସେତେବେଳେ ଆଉ ଆମମାନଙ୍କୁ ସେ ଆଶୀର୍ବାଦ କରିବେ। 17 ପଦ ପଢନ୍ତୁ ମହାନନ୍ଦ ଆଜ୍ଞା। ଓକେ। ମାତ୍ର ସେ ଚେତନା ପାଇ କହିଲା, ମୋହର ବାପାଙ୍କ କେତେ ମୂଲ୍ୟାଙ୍କର ଖାଦ୍ୟ ବଳି ପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ମୁଁ ତ ରାଜାର ପୁଅ, ମୋର ଅନେକ ମୂଲ୍ୟ ଅଛନ୍ତି, ଖାଦ୍ୟ ବଳି ପଡୁଛି, କୌଣସି ଅଭାବ ନାହିଁ, କିନ୍ତୁ ମୁଁ ଭୋକରେ ମରୁଛି। ରାଜା ଘର ପୁଅ ଭୋକରେ ମରୁଛନ୍ତି। ତେବେ ସେ କହିଲେ, ନା, ମୁଁ ଯୋଉଠି ଅଛି ଆଉ ସେଠି ରହିବି ନାହିଁ, ମୁଁ ଫେରିଯିବି। ସେ ବାପାଙ୍କ ନିକଟକୁ ଯେତେବେଳେ ଫେରିଗଲେ, ବାପା 18 ପଦ ପଢନ୍ତୁ ପ୍ଲିଜ। ମୁଁ ଉଠି ମୋହର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ ଦୃଷ୍ଟିରେ ମୁଁ ପାପ କଲି। ରାଇଟ, ସେ ବର୍ତ୍ତମାନ ଅନୁତାପ କରୁଛନ୍ତି। ଜଏଲ ପୁସ୍ତକରେ ଦେଖୁଛୁ ଆମେ ମାନେ, ସେମାନେ ଉପବାସ କରୁଛନ୍ତି, ସେମାନେ ପ୍ରାର୍ଥନା କରୁଛନ୍ତି, ସେମାନେ ଯେତେବେଳେ ଫେରି ଯାଉଛନ୍ତି, ପରମେଶ୍ୱର ତାଙ୍କ ପୂର୍ବ ସ୍ଥିତି ସେମାନଙ୍କୁ ଦଉଛନ୍ତି। ଆଉ 26 ପଦରେ ଆମେ ଯେତେବେଳେ ଦେଖୁଛୁ, ଜଏଲ ତାର 2 ଅଧ୍ୟାୟର 26 ପଦରେ ସେଠାରେ ଗୁରୁତ୍ୱପୂର୍ଣ୍ଣ କଥା ଲେଖା ହେଇଛି, ସେ ସେମାନଙ୍କୁ ଆଶୀର୍ବାଦ କରିଅଛନ୍ତି। ପଢନ୍ତୁ ସାର୍, ଜଏଲ 2ର 26।
ଜୋଏଲ 2 ଜୋଏଲ 2:24 ପଢନ୍ତୁ। ତହିଁରେ ତୁମେମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ ଓ ଯେ ତୁମମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି, ତୁମେମାନେ ସେହି ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ। ତୁମେମାନେ ଭୋଜନ କରି ପରିତୃପ୍ତ ହବ। ତୁମେମାନେ ଭୋଜନ କରି ପରିତୃପ୍ତ ହବ। ଯେ ଭୋକରେ ଥିବା ଲୋକମାନେ ସେମାନେ ଭୋଜନ କରିବେ। ଅପବ୍ୟୟ ପୁତ୍ର ଅନେକ ଦିନ ସେ କହୁଛନ୍ତି ମୁଁ ଭୋକରେ ଥିଲି, ମୋ ପାଖେ ଖାଇବାକୁ ନାହିଁ, ମୋ ବାପାଙ୍କ ପାଖରେ ଯଥେଷ୍ଟ ଅଛି। ଯେତେବେଳେ ସେ ଫେରି ଯାଉଛନ୍ତି ସେତେବେଳେ ସିଏ ଗଲା ପରେ ବାପା ଦୂରରୁ ଦେଖି ପ୍ରେମିକ ବାପା ତାଙ୍କୁ ଅନଉଛନ୍ତି, ତାଙ୍କୁ ଆଲିଙ୍ଗନ କରୁଛନ୍ତି, ତାଙ୍କୁ ଧରୁଛନ୍ତି, କହୁଛନ୍ତି, ଆଉ ସେ ତାଙ୍କୁ ପାଦରେ ପାଦୁକା, ନୂଆ ବସ୍ତ୍ର, ମୁଦି ଆଉ ଫେରେଇ ତାକୁ ପୁତ୍ରତ୍ୱ ଆଉ ଥରେ କରି ଗ୍ରହଣ କରୁଛନ୍ତି। ଇଟ୍ ଇଜ ଏ ଡେ ଅଫ ରେଷ୍ଟୋରେସନ। ଏହା ହଉଛି ପ୍ରଭୁଙ୍କ ଠାରେ ପୁନର୍ମିଳିତ ହେବା ସମୟ। ସେଥିପାଇଁ ଜୟଲ ଭବିଷ୍ୟତ ବକ୍ତା କହନ୍ତି, ହେ ଇସ୍ରାଏଲ ଲୋକମାନେ, ତୁମମାନଙ୍କର ଯୋଉ ସବୁ ବିଷୟ ତୁମେ ନଷ୍ଟ ହେଇଛି ତୁମମାନଙ୍କୁ ଆମ୍ଭେ ଫେରେଇ ଦେବା। ଆଉ ଯୋଉ କ୍ଷେତ୍ରରେ ଆମ୍ଭେ ଆଉ ପଙ୍ଗପାଳ ପଠେଇଥିଲୁ, ଗୁରୁଗୁରିଆ ପଶୁ ପକ୍ଷୀ ପଠେଇଥିଲୁ, ଶୋକ କୀଟ ପଠେଇଥିଲୁ, ପତଙ୍ଗ ପଠେଇଥିଲୁ, ଆଉ ସେମାନଙ୍କୁ ପଠେଇବା ନାହିଁ ସେ ଜାଗାରେ। କାରଣ ତୁମ ଉପବାସ କରିଅଛ, ପ୍ରାର୍ଥନା କରିଅଛ, ଆମକୁ ଡାକିଅଛ, ସକାଳେ ଉଠିଅଛ, ତୁମର ଲୋତକ ଭରି ଅଛି, ତୁମ ପ୍ରାର୍ଥନା ଭରି ଅଛି, ଆଉ ତୁମକୁ ଆଶୀର୍ବାଦ କରିବା। ସଦା ପ୍ରଭୁ ତାଙ୍କ ପାଖକୁ ଫେରି ଆସିଥିବା ଲୋକମାନଙ୍କୁ ସେ ଆଶୀର୍ବାଦ କରିବେ। ସେମାନେ ଆଶୀର୍ବାଦର ପାତ୍ର ହେବେ। ସେମାନଙ୍କୁ ସେ ଜୋତା ଦେବେ, ସେମାନଙ୍କୁ ସେ ମୁଦି ଦେବେ, ନୂଆ ବସ୍ତ୍ର ଦେବେ, ଆପଣା ନୂତନ ଘରକୁ ସେ ଆହ୍ୱାନ କରିବେ। ଋତ ପୁସ୍ତକ ତାର 1 ଅଧ୍ୟାୟର ଆମେ ଯେତେବେଳେ 6 ପଦ ଦେଖୁଛୁ, ସେଠାରେ ଲେଖାଯାଏ ଯେ ଋତ ବର୍ତ୍ତମାନ ମୋଆବ ଦେଶରୁ ସେ ଆଉ ଥରେ ଆପଣା ଦେଶକୁ ଫେରିଯିବା ପାଇଁ ଚିନ୍ତା କରୁଛନ୍ତି। କାରଣ ତ କେହି ଜଣେ ଋତ 1 ଅଧ୍ୟାୟର 6 ପଦରେ ସେ ଫେରି ଯାଇଥିଲେ ପ୍ରଭୁଙ୍କ ନିକଟରୁ, ବେଥଲେହେମରୁ ଫେରି ଯାଇଥିଲେ, ମୋଆବକୁ ଗଲେ, ପୁଅକୁ ହରାଇଲେ, ଝିଅକୁ ହରାଇଲେ, ଦିଟା ପୁଅକୁ ହରାଇଲେ, ଆଉ ତାଙ୍କ ଗୋଟେ ବୋହୂ ମଧ୍ୟ ତାଙ୍କର ଚାଲିଗଲା, ସ୍ୱାମୀକୁ ହରାଇଲେ। କିନ୍ତୁ ସେ ବର୍ତ୍ତମାନ ଚେତନା ପାଇ ଲୋକ ପୁସ୍ତକ ଅନୁସାରେ ନିଜକୁ ମନେ ପକେଇ ପରେ ସଦା ନୟମୀ ନିଜର ପୁତ୍ରବଧୂ ମାନଙ୍କୁ ନେଇ ମୋଆବ ଦେଶ ପ୍ରସ୍ଥାନ କରିବା ପାଇଁ ବାହାରିଗଲା। ଯେହେତୁ ସଦାପ୍ରଭୁ ଯେ ନିଜ ଲୋକଙ୍କର ତତ୍ତ୍ୱାବଧାନ କରି ଆହାର ଦେଇଅଛନ୍ତି, ଏହି କଥା ନୟମୀ ମୋଆବ ଦେଶରେ ଥାଇ ଶୁଣିଲା। ବହୁତ ଧନ୍ୟବାଦ ସାର୍। ଏବେ ଏଠି ଦେଖୁଛୁ ଯେ ସଦାପ୍ରଭୁ ଆମମାନଙ୍କୁ ହଜି ଯାଇଥିବା ବର୍ଷରେ ଆଶୀର୍ବାଦ କରିବା ପାଇଁ ଚାହାନ୍ତି। ହୁଏତ 10 ବର୍ଷ, 15 ବର୍ଷ, 20 ବର୍ଷ, 25 ବର୍ଷ ଆମେ ମିନିଷ୍ଟ୍ରି କରିଛୁ, କୋଉ ଜାଗାରେ ଆମେ ଫେଲ ହେଇଛୁ, ଆମ ପାଇଁ ବୋଲିକି ହୁଏତ ଉତ୍ତମ ସମୟ ନଥିଲା, ଅନେକ ସମୟରେ ଦୁଃଖ କାଢିଛୁ, କଷ୍ଟ ପଡିଛୁ, କିନ୍ତୁ ସଦାପ୍ରଭୁ ଆଜି ସକାଳ ଆମମାନଙ୍କୁ କୁହନ୍ତି, ଆମ୍ଭେ ତୁମର ଆଶୀର୍ବାଦକୁ ପୁନର୍ବାର ଫେରେଇ ଦେବା। ତୁମେ ଦୁଃଖ ଦେଇ ଯାଇଛ, ଆମେନ୍। ଗତି କରିଛ, ତୁମେ ଅଭାବ ସମୟ ଦେଇ ଯାଇଛ, ଅସୁବିଧା ସମୟ ଦେଇ ଯାଇଛ, ଋଣ ହେଇଛ, ରୋଗ ହେଇଛ, କିନ୍ତୁ ଆଜି ଆମେ ତୁମକୁ ଆଶୀର୍ବାଦ କରିବା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସକାଳେ ଯୋଉମାନେ ବି ଆମେ ଶୁଣୁଛୁ, ଦେଖୁଛନ୍ତି ମତେ ସେମାନଙ୍କ ପାଇଁ ଈଶ୍ୱରଙ୍କର ବାକ୍ୟ ସକାଳେ ଆପଣ ହଜି ଯାଇଥିବା ଆଶୀର୍ବାଦକୁ ସଦାପ୍ରଭୁ ଆପଣଙ୍କୁ ଫେରେଇ ଦେବାକୁ ଚାହାନ୍ତି। ନୟମୀ ଯେତେବେଳେ ଆସିଲା, ସେତେବେଳେ ଆଉ ଥରେ ତା ପାଇଁ ବୋଲି ସଦାପ୍ରଭୁ ସମସ୍ତ ବିଷୟ ରେଷ୍ଟୋରେସନ କଲେ, ପୁନଃସ୍ଥାପନ କଲେ। ତାଙ୍କ ବୋହୂର ଗର୍ଭରେ ରାଜା ମାନେ ଜନ୍ମ ହେଲେ। ଦାଉଦଙ୍କର ଆଉ ବାପା, ଦାଉଦଙ୍କର ଜେଜେବାପା, ସମସ୍ତେ ସେମାନେ ସେ ଜାଗାରେ ତାଙ୍କ ଲାଇନରେ ସେମାନେ ଆସିଲେ। ସଦାପ୍ରଭୁଙ୍କର ପ୍ରତି ଯୋଉମାନଙ୍କର ଦୃଷ୍ଟି ରହିଛି, ଯୋଉମାନେ ସଦାପ୍ରଭୁଙ୍କ ଦୃଷ୍ଟି ରଖନ୍ତି, ସଦାପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରିବେ। ଯେତେବେଳେ ଆମେ ଫେରିଯାଉ ପ୍ରଭୁଙ୍କ ନିକଟକୁ, ଆମମାନଙ୍କର ହଜି ଯାଇଥିବା ବର୍ଷକୁ ସେ ଆମମାନଙ୍କୁ ଫେରେଇ ଦେବେ। ଆଉ ଯେତେବେଳେ ସେ ଫେରେଇ ଦେବେ, ସେତେବେଳେ ସେ କୌଣସି ଦୁଃଖ ଯୋଗ କରିବେ ନାହିଁ। ଆମମାନଙ୍କୁ ସେ
ଅନୁଗ୍ରହ କରିବେ। ହିତୋପଦେଶ କେହି ଜଣେ କାଢନ୍ତୁ ତାର 10 ଅଧ୍ୟାୟକୁ ଦୟାକରି ଦେଖିବା। ହିତୋପଦେଶ 10 ଅଧ୍ୟାୟର ଆଉ 25 ପଦ, ଟିକେ 10-22 କେହି ଜଣେ ପଢି ଦିଅନ୍ତୁ। ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ କରେ, ପୁଣି ସେ ତାହା ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ। ହାଲେଲୁୟା। ସଦା ପ୍ରଭୁଙ୍କର ଆଶୀର୍ବାଦ ଧନବାନ କରେ, ଦୁଃଖ ଯୋଗ କରନ୍ତି। ଆଉ ମୟାବରେ ସେ ରହିଲେ, ସଦାପ୍ରଭୁଙ୍କ ପାଖକୁ ଫେରି ଆସିଲା ପରେ ନୟମଙ୍କ ପାଇଁ ଦୁଃଖ ନାହିଁ, ବର୍ତ୍ତମାନ ସୁଖର ସମୟ ଅଛି। ଆଉ ହଜିଗଲା ପୁଅ ପ୍ରତି ଆଉ ଦୁଃଖ ନାହିଁ, ସୁଖର ସମୟ ଅଛି, ଯେତେବେଳେ ସଦାପ୍ରଭୁଙ୍କ ପାଖକୁ ସେ ଫେରିଗଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସକାଳେ ଯୋଉମାନେ ବି ମତେ ଦେଖୁଛନ୍ତି, ଈଶ୍ୱରଙ୍କର ବାକ୍ୟ ଏ କଥା କହେ, ଆପଣଙ୍କର ହରେଇଥିବା ବର୍ଷକୁ ସଦାପ୍ରଭୁ ଫେରେଇ ଦେବା ପାଇଁ ପ୍ରତିଜ୍ଞାତ କରୁଅଛନ୍ତି। ଯାହାବି ଆମେନ୍। ଆପଣ ହରେଇଛନ୍ତି, ହାଲେଲୁୟା। ଆପଣଙ୍କର ସୁଖ ହରେଇଛନ୍ତି, ଆପଣଙ୍କର କଷ୍ଟ ହରେଇଛନ୍ତି, ଆପଣଙ୍କର ସମସ୍ତ ବିଷୟକୁ ହରେଇଛନ୍ତି, ସ୍ୱାସ୍ଥ୍ୟ ହରେଇଛନ୍ତି, ଧନ ହରେଇଛନ୍ତି, ଆପଣଙ୍କୁ ସଦାପ୍ରଭୁ ଫେରେଇ ଦେବାକୁ ଚାହାନ୍ତି। ଆଉ ସଦାପ୍ରଭୁ କହୁଛନ୍ତି, ତୁମେ ହରେଇଥିବା ସମସ୍ତ ବର୍ଷ ଆମେ ତୁମକୁ ଫେରେଇ ଦେବା। ତେଣୁ ତୁମେ ଆମର ଶରଣାଗତ ଅଟ, ତୁମେ ଆମକୁ ଡାକିଅଛ, ତୁମେ ଆମ ପାଖକୁ ଆସିଅଛ। ଆମେ ଦେଖୁ ଯାକୁବଙ୍କ ଜୀବନରେ ସେ 20 ବର୍ଷ କାଳ ଆପଣା ଶ୍ୱଶୁର ଘରେ ରହିଲେ, ମାମୁଁ ଘରେ ରହିଲେ, ଖଟିଲେ, ତଥାପି ତାଙ୍କ ପାଖରେ ଆଶୀର୍ବାଦ ନଥିଲା। ଯେତେବେଳେ ସେ ଫେରି ଆସୁଛନ୍ତି, ସେ କହିଲେ, ମୁଁ ଆଉ ଏଇ ଜାଗାରେ ରହିବି ନାହିଁ, ମୁଁ ଫେରିଯିବି ମୋ ବାପାଙ୍କ ଘରକୁ, ମୋ ଭାଇ ସାଙ୍ଗେ ମିଳିତ ହେବି। ଯେତେବେଳେ ସେ ନିଷ୍ପତ୍ତି ନେଲେ, ସଦାପ୍ରଭୁ ତାଙ୍କର ସହ ଆସୁଛନ୍ତି, ଦଳ ଦଳ ହେଇ ଯାକୁବଙ୍କ ଏସବୁକୁ ମିଶୁଛନ୍ତି ରାସ୍ତାରେ। ଆଉ ଭାବିଥିଲେ ଯାକୁବ, ମୋ ଭାଇ ମତେ ମାରିଦେବ, ତେଣୁକରି ମୁଁ ଲୋକ ପଠେଇ ତାଙ୍କୁ ଖବର ଦେବି ଭାଇ ଆସୁଛି ବୋଲିକିରି। କିନ୍ତୁ ସଦାପ୍ରଭୁଙ୍କ ପାଖକୁ ଯେତେବେଳେ ଫେରୁଛନ୍ତି, ସଦାପ୍ରଭୁ ତାଙ୍କୁ ପୁନର୍ବାର ତାଙ୍କର ପୁରୁଣା ଆଶୀର୍ବାଦ ଫେରେଇ ଦଉଛନ୍ତି। ପ୍ରଥମ କଥା, ଭାଇ ସାଙ୍ଗେ ଝଗଡା ହେଇଥିଲେ, ଭାଇ ସାଙ୍ଗେ ମିଶିଲେ। ଦ୍ୱିତୀୟ କଥା, ଈଶ୍ୱରଙ୍କ ନିକଟରେ ସେ ଠକିଥିଲେ, ଆଉ ସେ ଜାବକ ଘାଟ ନଦୀ କୂଳରେ ସଦାପ୍ରଭୁ ସମସ୍ତ ତାଙ୍କର ଦୁର୍ନାମକୁ ଘୁଞ୍ଚେଇ ଦେଇ ତାଙ୍କୁ ନୂଆ ନାମ ଦଉଛନ୍ତି। ଆଉ ସେ ଯାକୁବ ନୁହନ୍ତି, ସେ ଇସ୍ରାଏଲ ବୋଲିକି ଖ୍ୟାତ ହେଲେ। ଯେତେବେଳେ ସଦାପ୍ରଭୁଙ୍କ ଠାମରେ ଆମେ ଏନକାଉଣ୍ଟର ହେବା, ସଦାପ୍ରଭୁ ଆମମାନଙ୍କୁ ହଜିଯିବା ବର୍ଷକୁ ଫେରେଇ ଦେବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ରିପିଟେଡଲି ମୁଁ କହୁଛି ଆଉ ଥରେ, ହୁଏତ ଈଶ୍ୱରଙ୍କର ବାକ୍ୟ ଆଜି ଆପଣଙ୍କ ପାଇଁ, ଆଜି ମୋ ପାଇଁ, ମୋ କଥା ଶୁଣୁଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ, ସଦାପ୍ରଭୁ ଆପଣଙ୍କର ସମୟକୁ ଫେରେଇ ଦେବାକୁ ଚାହାନ୍ତି। ଆଉ ଆପଣଙ୍କୁ ସେଇ ଜାଗାରେ ଆମେନ୍। ରଖିବାକୁ ଚାହାନ୍ତି ନାହିଁ। ଆପଣଙ୍କର ବକ୍ର ପଥକୁ ସଳଖ କରିବା ପାଇଁ ଚାହାନ୍ତି। ଆପଣଙ୍କର ପୁରୁଣା ସମୟକୁ ସେ ଫେରେଇ ଦେଇ ନୂଆ ସମୟ କରିବାକୁ ଚାହାନ୍ତି। ଆପଣଙ୍କର ଦ୍ରାକ୍ଷା କ୍ଷେତ୍ରକୁ ସେ ପୂର୍ଣ୍ଣ କରିବାକୁ ଚାହାନ୍ତି। ଆପଣଙ୍କର ବିଲ କ୍ଷେତ୍ରକୁ ସେ ଆଉ ଥରେ ଫେରେଇ ଦେବାକୁ ଚାହାନ୍ତି। ସକାଳେ ଈଶ୍ୱର ଆପଣଙ୍କୁ ଆଶୀର୍ବାଦର କଥା କହନ୍ତି। ତେଣୁ ସତ ହଉଛି, ଆମେ ଯେତେବେଳେ ସଦାପ୍ରଭୁଙ୍କ ନିକଟକୁ ଫେରିଯିବା, ଆମେ ଯେତେବେଳେ ସଦାପ୍ରଭୁଙ୍କ ନିକଟକୁ ଫେରିଯିବା, ସଦାପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରଥମ କଥା ମୁଁ କହିଲି, ସେ ଆମମାନଙ୍କୁ ଆଶୀର୍ବାଦ କରିବେ ଆମେ ଯେତେବେଳେ ତାଙ୍କ ନିକଟକୁ ଫେରିଯାଉ। ସେ ଆମମାନଙ୍କୁ ଆଶୀର୍ବାଦ କରିବେ। ଦ୍ୱିତୀୟ କଥା, ଆମେ ଯେତେବେଳେ ସ୍ୱୀକାର କରୁ, ଅପବିତ୍ର ପୁତ୍ର କହିଲେ, ମୁଁ ଯିବି ଆଉ ମୁଁ କହିବି, ବାପା ମୁଁ ତୁମ ବିରୁଦ୍ଧରେ, ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ଫେରିଯିବି କହିବି। ସେତେବେଳେ ନୂଆ ବସ୍ତ୍ର, ନୂଆ ନୂଆ ବୁଦ୍ଧି, ନୂଆ ଜୋତା ତାଙ୍କୁ ଦିଆଗଲା। ଯେତେବେଳେ ଆମେ ତାଙ୍କୁ ଫେରି ଯାଉ, ସଦାପ୍ରଭୁ ଆମମାନଙ୍କୁ ସେ ଶୁଣିଲେ। ଡେ ଅଫ ରେଷ୍ଟୋରେସନ, ପୁନଃସ୍ଥାପନର ଦିନ। ଅନେକ ସମୟରେ ଆମେ ଚିନ୍ତିତ, ବ୍ୟତିବ୍ୟସ୍ତ, ଆଉ ଆମମାନଙ୍କର ଦର୍ଶନ ଯେତେବେଳେ ଫୁଲଫିଲ ହୁଏ ନାହିଁ, ଆମମାନଙ୍କର ଭାବିଥିବା ଜିନିଷ ବେଳେ ଆମେ ପ୍ରାପ୍ତ ହେଇନଥାଉ, ସେତେବେଳକୁ ଆମେ ବ୍ୟସ୍ତ ହେଇଯାଉଥାଉ। କିନ୍ତୁ ସଦାପ୍ରଭୁ ଆଉ ସୁସ୍ଥିରତାର ସହିତ, ଧୈର୍ଯ୍ୟର ସହିତ ଆମମାନଙ୍କର ପ୍ରାର୍ଥନା ଶୁଣନ୍ତି, ଆଉ ସେ ଆମମାନଙ୍କୁ ଆଶୀର୍ବାଦ କରନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯେତେ ଲୋକ ବି ଆମେ ଦେଖୁଛୁ, ଯେତେ ଲୋକ ବି ଆମେ ଶୁଣୁଛୁ, ସଦାପ୍ରଭୁଙ୍କର ବାକ୍ୟ ଏହାଟେ, ଆପଣଙ୍କର ହଜି ଯାଇଥିବା ଆଶୀର୍ବାଦକୁ ସଦାପ୍ରଭୁ ଆଜି ସକାଳେ ଫେରେଇ ଦେବାକୁ ଚାହାନ୍ତି। ସେ ଆପଣଙ୍କୁ ତାଙ୍କ ଡେଣା ତଳେ ରଖିବାକୁ ଚାହାନ୍ତି, ଆପଣଙ୍କୁ
ମାଇଟିଲି ବ୍ୟବହାର କରିବାକୁ ଚାହାନ୍ତି। ମଶା ତାଙ୍କ ଜୀବନରେ ଭାବିଥିଲେ ମୁଁ ଆଉ ମୋ ଜୀବନରେ ଆଶୀର୍ବାଦ ପ୍ରାପ୍ତ ହେବି ନାହିଁ। ଯେତେବେଳେ ସେ ପ୍ରାନ୍ତରରେ 40 ବର୍ଷ ଥିଲେ ସେ ଭାବିଥିଲେ ମୁଁ ରାଜା କରିଥିଲେ ରାଜା ହେଇଥାନ୍ତି, ନିଶ୍ଚୟ ସେ ଭାବିଥିଲେ। କିନ୍ତୁ ମୁଁ ଏଠିକୁ ଆସିଲି, ମୋର ଭବିଷ୍ୟତ ଆଉ ନାହିଁ। ଶ୍ୱଶୁର ଘରେ 40 ବର୍ଷ ହେଲା ମେଷକଲ ଚରାଉଛି, କଣ କରିବି, କେମିତି କରିବି, ବୋଧେ ସବୁ ଜିନିଷ ମୋର ବୁଡିଗଲା ଆଉ ହଜିଗଲା। ସେତେବେଳେ ସଦା ପ୍ରଭୁ ତାଙ୍କୁ ଦର୍ଶନ ଦଉଛନ୍ତି ବୁଦା ମଧ୍ୟରେ। 40 ବର୍ଷ ପରେ ସମସ୍ତ ଅନ୍ଧକାର ଦିଶୁଥିବା ସମୟରେ ସଦା ପ୍ରଭୁ ତାଙ୍କୁ ଦର୍ଶନ। ପିତରଙ୍କ ଜୀବନ କଥା ଦେଖୁଛୁ, ତାଙ୍କୁ ଯେତେବେଳେ ଜେଲରେ ପକାଗଲା, ହୁଏତ ସେଇ ସମୟରେ ତାଙ୍କର ଭବିଷ୍ୟତ ଆଉ ନାହିଁ, କିନ୍ତୁ ଭରସା ଅଛି ସଦା ପ୍ରଭୁ ତାଙ୍କୁ ଉଦ୍ଧାର କରିବେ। ସେଇ ସମୟରେ ଦୂତ ଆସି କହୁଛନ୍ତି, ହେ ପିତର ଉଠ, ତୁମେ ବାହାରକୁ ଯାଅ। ଜେଲ ଫିଟିଗଲା, ସେମାନେ ବାହାରକୁ ଆସିଲେ, କାରାରକ୍ଷକ ମଧ୍ୟ ସେଠାରୁ ଉଦ୍ଧାର ପାଇଲେ। ମୋ ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରିୟ ମୋ ଭାଇ ଭଉଣୀ ମାନେ, ଆଜି ଈଶ୍ୱରଙ୍କ ପାଖେ ଏଇ କଥା ଚେତନା ଦିଏ, ଆମେ ଯେତେବେଳେ ପ୍ରଭୁଙ୍କ ନିକଟକୁ ଫେରି ଯାଉ, ସଦା ପ୍ରଭୁ ଆମମାନଙ୍କ ଦିନକୁ ପରିବର୍ତ୍ତନ କରିବେ, ଆମମାନଙ୍କ ସମୟକୁ ପରିବର୍ତ୍ତନ କରିଥିବେ, ଆମମାନଙ୍କର କ୍ଷତକୁ ସେ ବାନ୍ଧିବେ, ଆମମାନଙ୍କର ଦୁର୍ବଳତାକୁ ସେ ସବଳ କରିବେ। ଆପଣ ଭାବୁଥିବା ବିଷୟ ଠାରୁ ଯଥେଷ୍ଟ ଦେବେ, କିନ୍ତୁ ଈଶ୍ୱରୀୟ ମନୋଭାବ ହେବା ଆବଶ୍ୟକତା। ଅନେକ ସମୟରେ ଆମମାନେ ନେଗେଟିଭ ଚିନ୍ତା ସବୁବେଳେ କରିଥାଉ। ଯୋଉମାନେ ନେଗେଟିଭ ଚିନ୍ତା ସବୁବେଳେ କରନ୍ତି, ସେମାନେ ନେଗେଟିଭ ଜିନିଷ ବେଳେ ବେଳେ ପାଆନ୍ତି। ତୁମେ ଯେ ରୂପ ଭାବ ସେ ରୂପ ଅଟ ବୋଲିକି ଉପଦେଶରେ ଲେଖା ହେଇଛି। ଆମେ ବେଳେ ବେଳେ ଭାବିଥାଉ, ମୁଖରେ ଆମର ଶକ୍ତି ଅଛି, ମନରେ ଆମର ଶକ୍ତି ଅଛି, ଆମେ ଯେତେବେଳେ ଭାବିଥାଉ ତାହା ବେଳେ ବେଳେ ଘଟିଥାଏ। କିନ୍ତୁ ଆସୁ ଆଜି ସକାଳେ ଈଶ୍ୱରଙ୍କ ନିକଟରେ ଆମେ ସମର୍ପିତ ହଉ। ପ୍ରଭୁ ଆଜି ଏଇ 11 ତାରିଖ ଦିନ ଆମମାନଙ୍କୁ କୁହନ୍ତି, ଆମେ ତୁମକୁ ତୁମର ସମସ୍ତ ଆଶୀର୍ବାଦ ଫେରେଇ ଦେବା, ଆମେ ତୁମକୁ ଆମେନ୍। ବଳବାନ କରିବା, ଆମେ ତୁମକୁ ସାହସିକ କରିବା, ଆମେ ତୁମର ଆର୍ଥିକ ଅବସ୍ଥାକୁ ପରିବର୍ତ୍ତନ କରିବା, ଆମେ ତୁମର ରୋଗକୁ ସୁସ୍ଥ କରିବା, ଆମେ ତୁମର ମନୋବାଞ୍ଛାକୁ ପୂର୍ଣ୍ଣ କରିବା। ଆମ୍ଭେ ସଦାପ୍ରଭୁ ଆଜି ଆମମାନଙ୍କୁ କୁହନ୍ତି, ସେ ଆମମାନଙ୍କୁ ଆଶୀର୍ବାଦ କରିବାକୁ ଚାହାନ୍ତି। ପ୍ରଭୁ ଅନୁଗ୍ରହ କରନ୍ତୁ, ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କ ଡେଣା ତଳେ ରଖନ୍ତୁ। ଆଜି ସକାଳେ ଏ ପ୍ରତିଜ୍ଞାତ ବାକ୍ୟରେ ଆମେ ବିଶ୍ୱାସ କରିବା, ସଦାପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁ ଏ ଛୋଟିଆ ଚିନ୍ତାରେ ଆମମାନଙ୍କୁ ଆଶୀର୍ବାଦ କରିବେ। ଅନେକ ଅନେକ